ଦିନେ ବୋହୂ ଚାଲି ଚାଲିକି ରାଗରେ ତମ ତମ ହେଇକି ତା ଶାଶୁ ଆଡ଼କୁ ଚାଲି ଚାଲି ଆସୁଥାଏ। ସେ ପୁରା ରାଗରେ ତମ ତମ ହେଇକି ଅଛି। ଶାଶୁ ପାଖକୁ ଆସି କହିଲା, ଏ ବୁଢ଼ୀ, ମୋ ଜୀବନଟାକୁ ତ ନର୍କ କଲୁଣୁ। ଏଠି ବସ ସେଠି ବସ, ଖାଲି ବସ ବସ ବସ। ମୁଁ ତ ସବୁ ଘରର ସବୁ କାମ କରୁଛି, ତୁ କ'ଣଟା ଖାଲି କରୁଛୁ କହନି? ମୁଁ ତ ଘର ଲୁଗା ପୋଛୁଛି, ବାସନ ମାଜୁଛି, ସବୁ କାମ କରୁଛି। ମୋର ପୁଣି ପିଲାପିଲି ଅଛନ୍ତି, ସେମାନେ ପୁଣି କେତେ କ'ଣ କାରସମାତି କରୁଛନ୍ତି। ତୁ ଟିକେ ମୋ ଜୀବନକୁ ଲର୍କ କରିସାରିଲୁଣି। ଯାଉନୁ ଶୋଇବୁ, ତୋତେ ଖାଇବାକୁ ଦେଇଦେବୁ, ଯା ଶୋଇବୁ ଚୁପଚାପ। ଏଠି ଆସିକି ମୋ ମୁଣ୍ଡ ବାଇଆ କରୁଛି। ତୁ ଶୋଇବୁ ନା ତଡ଼ିକି ତୋତେ ପଠେଇ। ଏ ବୁଢ଼ୀ, ତୁ ତୋ ରୁମ୍କୁ ଯା, ମୁଁ ତୋ ନେଇ ଖାଇବାକୁ ନେଇ ଯାଉଛି। ଯାହା ଖାଇବାକୁ ଦେବି ସେଇଆ ଖାଇବୁ, ନହେଲେ ତୋତେ ସେତିକି ବି ଖାଇବାକୁ ମିଳିବନି। ଜଲ୍ଦି ଯା, ତୋତେ ମୁଁ ସେଇଠି ଖାଇବା ନେଇ ଦେଇ ଦେଉଛି। ମୁଁ କାହିଁ ନେଇ ଦେବି, ତୁ ତ ଏଠୁ ନେଇକି ଯା। ତୋତେ ମୁଁ ନେଇକି ଯାଇପାରିବିନି, ଘରର କାମ କରି କରି ମୋ ଦେହ ହାତ ବିନ୍ଧା ହେଲାଣି। ଏଇଠି ତୁ ଚୁପଚାପ ନେଇକି ଯା। ମୁଁ ନେଇପାରିବିନି, ମୁଁ ଯାଉଛି ଟିକେ ଶୋଇବି, ରେଷ୍ଟ କରିବି। ତୁ ଏଠୁ ନେଇକି ଖାଇକି ଶୋଇବୁ ଏଠୁ। ଏ ବୁଢ଼ୀ, ଜଲ୍ଦି ଯା, ପୁଣି ମୋ ସ୍ୱାମୀ ଏଇନା ଆସିବେ, ମୁଁ ତାଙ୍କୁ ପୁଣି ଖାଇବାକୁ ଦେବି। ମୋ ମୁଣ୍ଡ ବିନ୍ଧିଲାଣି, ତମ କଥା ବୁଝି ବୁଝି ମୋ ମୁଣ୍ଡ କ'ଣ ହେଲାଣି। ତୁ ଜଲ୍ଦି ଯା, ତୁ ମରନ୍ତୁ କି ମୋ ଗୋଟେ ପ୍ରାଣ ଯାଆନ୍ତା। ବୋହୂଟିର କଥା ଶୁଣିକି ବୁଢ଼ୀ ଆଉ ସହିପାରିଲା ନାହିଁ କି ରହିପାରିଲା ନାହିଁ। ସେ ଆରମ୍ଭ କରିଦେଲା କହିବାକୁ ବୋହୂକୁ। ସେ ବୋହୂକୁ କହିଲା, ଏ ବୋହୂ, ଆଉ ମୁଁ ତୋଠୁ ବଡ଼ ହେବି, ଆଉ ମୁଁ ତୋଠୁ ବଡ଼ ହେବି, ଆଉ ତୁ ମୋତେ କାହିଁ କହୁଛୁ? ଆଉ ମୁଁ ଯଦି ରାଗିବି ନା, ମୋ ପୁଅକୁ କହିବି, ମୋ ପୁଅ ତ ଟିକ୍ ଟିକ୍ କରି ହାଣିବ। ତୁ କିଏ ବେ? ଆଉ ତୁ କିଏ ମୋ ସହିତ କଥା ହେବାକୁ? ଆଉ ଆଜି ମୋ ପୁଅ ଆସୁ, ତୋର ମୋ କଥାବାର୍ତ୍ତା। ମୁଁ ତୋଠୁ ବଡ଼ ହେବି, ଆଉ ତୁ ମୋ ସହିତ ଲାଗୁଛୁ? ଆଜି ମୋ ପୁଅ ଆସୁ, ଆଜି ଘରେ ଫଇସଲା ହବ, ଆଉ ମୋ ସହିତ ତୁ ଲାଗୁଛୁ? ମୁଁ ତୋଠୁ କେତେ ବର୍ଷ ବଡ଼ ହେବି କହ? ମୋତେ ଚିହ୍ନି ନେବୁ ବୋହୂ। ମୁଁ ଯଦି ରାଗିବି ନା, ଏ ଘର ପ୍ରଳୟ ହେଇଯିବ, ଆଉ ଘରେ ରକ୍ତ ନଦୀ ଖେଳିଯିବ। ବୁଢ଼ୀର ସବୁ କଥା ସଇଲା। ସେମାନେ ଅପେକ୍ଷା କଲେ କେତେବେଳେ ତାଙ୍କ ବାପ ଆସିବ। ତା ପୁଅ ଆଉ ବାପା ଆସିଲା। ସେମାନେ କହିଲେ, ଆରେ କାହିଁ ଝଗଡ଼ା ଲାଗୁଛ? ତମେ ଦୁଇ ଜଣ ଗୋଟେ ଘରେ ରହିବ, ଚୁପଚାପ ହେଇ ରହିପାରୁନା? ସବୁବେଳେ ତମ ଭିତରେ ଝଗଡ଼ା। କେତେ ଆଉ ତମକୁ କହିବୁ ଚୁପ ରହିବାକୁ? ଆମେ ବି ଘରେ ରହୁଛୁ ନା ନାହିଁ? ସବୁଦିନ ଝଗଡ଼ା ଲାଗିବା କ'ଣ ଭଲ? ତମେ ଏଇ ଗୋଟେ ଘରେ ରହିବ, ମିଳିମିଶି କେମିତି ରହିବା ସେସବୁ ନାହିଁ, କେବଳ ଝଗଡ଼ା ହିଁ ଲାଗିବ। ସେ ତ ଥରେ ବଡ଼ ହେବେ ନା, ତୁ କାହିଁ ତାକୁ ଏସବୁ କଥା କହୁଛୁ? ତମ ଠାରୁ ସେ ସାନ ହେବ ନା, ତମେ କାହିଁ ତାକୁ ଏସବୁ କଥା କହୁଛ? ମିଳିମିଶି ରୁହ, ଖୁସିରେ ରୁହ, ଏଇଟା ହିଁ ଜୀବନ। ତେଣୁ ମୁଁ ଆଉ କିଛି କ'ଣ କହିବି? ଆଉ କିଛି କହିପାରିବିନି। ତମେ ଯେହେତୁ ବଡ଼ ହେବ, ଆଉ କ'ଣ କହିବି? ମୁଁ ଏତିକି କହିବି, ତମେ ସବୁ ମିଳିମିଶି ଖୁସିରେ ରୁହ, ହେଲା? ମୁଁ ଯେହେତୁ ଘରର ମୁଖିଆ, ତେଣୁ ମୁଁ କହୁଛି, ଝଗଡ଼ା ଫଗଡ଼ା ଲାଗନା, ଝଗଡ଼ା କିଛି ଫାଇଦା ନାହିଁ। ତାପରେ ତା ପୁଅ କହିଲା, ଆରେ ମା, କାହିଁ ଝଗଡ଼ା ଲଗାଉଛ? ତମେ ବୁଢ଼ୀ ହେଲଣି, ତମେ କାହିଁ ଏମିତି କହୁଛ? ଦୁଇ ଜଣ ଝଗଡ଼ା ଲାଗନା, ହେଲା? ଭଲ ଲୋକ, ଆମ ଭଲ ଘର ବିଷୟରେ ଭଲ ଲୋକ କଥା କହୁଛନ୍ତି, ତମେ ଝଗଡ଼ା ଲାଗିଲେ ଲୋକେ ସବୁ କ'ଣ କହିବେ ଆମ ଘର ବିଷୟରେ? ଚାଲ ଯାଅ, ପିଠା କରିବ, ଖାଇବା ଟିକେ ପିଠା। ଆଉ ଝଗଡ଼ା ଲାଗନା, ଚୁପଚାପ ଯାଅ, ଶାନ୍ତ ହେଇଯାଅ। ଯାହା ହେଲା ତ ହେଇଗଲା, ଆଉ ଝଗଡ଼ା ଲାଗନା, ଯାଅ ରୋଷେଇ କରିବ। ଗଲ, ଦୁଇ ଜଣ ମିଶିକି ରୋଷେଇ କରିବ, କ'ଣ ଗୋଟେ ଖାଇବାକୁ କରିବ, ହେଲା? ସ୍ୱାଦିଷ୍ଟ ଖାଇବା କରିବ, ଆମେ ଟିକେ ଆଜି ପେଟ ପୁରିକି ଭଲକି ଖାଇବୁ। କ'ଣ ବୁଝିପାରିଲ ତ? ଯାଅ, ବହୁତ ପ୍ରକାର ଆଇଟମ୍ କରିବ, ଆମେ ଖାଇବୁ ମିଶିକି। ଯାଅ, ଭୋକ କଲାଣି ଜୋରରେ, ଭୋକ ଜୋରରେ କଲାଣି, ଯା। ତାପରେ ଏମାନଙ୍କ କଥା ଶୁଣି ସାରିକି ତା ଯେଉଁ ବୋହୂ ଥିଲା, ବୋହୂ କହିଲା, ମା, ମୁଁ ମୋ ଭୁଲ ବୁଝିପାରିଲି। ତମେ ମୋ ଠାରୁ ବୟସରେ ବହୁତ ବଡ଼ ହେବ, ହେଲେ ମୁଁ ତ ରାଗରେ ବହୁତ କିଛି କହିଗଲି। ମୋ କଥା ଧରିବନି, ମୋତେ ଟିକେ କ୍ଷମା କରିଦିଅ। ହେଲେ ମୋ କଥା ତମେ ଧରିଛ କି? ମୋତେ ଟିକେ କ୍ଷମା କରିଦିଅ। ମୁଁ ତମକୁ ଏତେ କଥା କ'ଣ କହିଦେଲି, ତମେ ରାଗିନ ତ? ଏବେ ଯାଅ, ମିଶିକି ଚାଲ, ଆମେ ରୋଷେଇ କରିବା। ଆଉ ବାପାଙ୍କୁ ଆଉ ମୋ ସ୍ୱାମୀକି ଭୋକ କଲାଣି। ଚାଲନ୍ତୁ, ଆମେ ଆଜି ସ୍ୱାଦିଷ୍ଟ ଖାଇବା ବନେଇବା, ଆଉ ତାଙ୍କୁ କରିକି ଦେବା। ସେମାନେ ଆମ ଖାଦ୍ୟ ଖାଇଲେ ପୁରା ଚମକି ପଡ଼ିବେ। ଆମେ ଚାଲନ୍ତୁ ମିଶିକି କରିବା, ଆଉ କେବେ ଝଗଡ଼ା ଲାଗିବାନି। ଆମେ ଶାଶୁ ବୋହୂ, ମା' ଝିଅ ପରି ରହିବା। ବୋହୂ କଥା ଶୁଣି ମା କହିଲା, ବୋହୂ, ତୁ ମୋଠୁ ସାନ, ମୁଁ ତ କ୍ଷମା କରିଦେଲି, ଆଉ ତୁ ମୋର ଆଉ ଯୋଉଦିନ ରାଗିବୁ ନା, ତୁ ମୋର ଯୋଉଦିନ ଲାଗିବୁ ନା, ତୋ ବାପା କରି ଫୋନ୍ କରି କହିବୁ, ତୋତେ ଆସିକି ଘରକୁ ନେଇଯିବ। ମୁଁ ତୋତେ କ୍ଷମା କରିଦେଲି, ଆଉ କେବେ ବି ତୋର ଭୁଲ ନ ହୁଏ। ଖାଇବା ପିଇବା କର, ଆଉ
ମୁଁ ବି ତ ଖାଇବା କରିବି, ମୁଁ ସାହାଯ୍ୟ କରିବି। ମୋ ପୁଅ ଭୋକେଇଲାଣି, ତୋ ବାପା ବି ଭୋକେଇଲେଣି, ଯାହା ଖାଇବା କର, ଭୋକ କଲାଣି ଆମକୁ। ଆମେ ଗାଧୁଆଳେ ଝଗଡ଼ା କରି ଥକିଗଲୁଣୁ, ଯେହେତୁ ଖାଇବା କରିଦେବି। ତାପରେ ମୋ ମା ସମସ୍ତଙ୍କୁ ବୁଝେଇଥିଲେ, ତାପରେ ସେମାନେ ଖୁସିରେ ରହିଲେ। ଆଉ ସାଙ୍ଗମାନେ, ଯଦି ତୁମକୁ ଏ ଭିଡ଼ିଓଟା ଭଲ ଲାଗିଥିବ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ, କାରଣ ବହୁତ କଷ୍ଟରେ ଏଭଳି ଭିଡ଼ିଓ ବନାଯାଉଛି। ବହୁତ ଆର୍ଟିଷ୍ଟମାନଙ୍କୁ ଭଏସ୍ ଓଭର୍ କରିବା ପାଇଁ ଡକାଯାଉଛି, ସେମାନେ ଭଏସ୍ ଓଭର୍ କରୁଛନ୍ତି, ତେଣୁ ବହୁତ ମେହନତ ଲାଗୁଛି ଆ ପଛରେ। ତେଣୁ ଆପଣମାନଙ୍କୁ ଅନୁରୋଧ ଯେ ଏଇ ଭିଡ଼ିଓଟି ଟିକେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ ନିଜ ସାଙ୍ଗମାନଙ୍କ ସହିତ। ଆଉ ଘରେ ଏମିତି ଝଗଡ଼ା ଫଗଡ଼ା ଲଗାଇବେନି, ଯଦି ଲାଗୁଥିବ ଆପଣ ଅଟକାଇ ଦେବେ, କାରଣ ଝଗଡ଼ା ଲଗାଇବା କ'ଣ ଠିକ୍? ତେଣୁ ଆପଣ ପାଠ ପଢ଼ା ଲୋକ, ଝଗଡ଼ା ଲଗାଇବା ଠିକ୍? ତେଣୁ ମୋ ଅଧିକ ଅନୁରୋଧ, ଘରେ ଝଗଡ଼ା ଫଗଡ଼ା ଲଗାଇବେନି, ଖୁସିରେ ରୁହନ୍ତୁ। ହଉ, ଏତିକି କହୁଛି। ଜୟ ଜଗନ୍ନାଥ ସାଙ୍ଗମାନେ।